ଏତେ ସହଜ ଭାବରେ ଆଜିର ଏଇ ମିଠାଟା ବନେଇବ ବୋଲି ମୁଁ କେବେ ଭାବିନଥିଲି। ଏତେ ଟେଷ୍ଟି ଥିଲା ଯେ ଘର ଲୋକଙ୍କ ବାହାର ଲୋକ ସମସ୍ତଙ୍କୁ ଏଇଟା ବହୁତ ଭଲ ଲାଗୁଥିଲା। ଆପଣମାନେ ଗୋଟେ ଥର ଏଇଭଳି ବନେଇ ଦେଖନ୍ତୁ। ତା ପୁଣି ବିନା ଚିନିରେ ବନେଇବା ଆଉ ବହୁତ ଟେଷ୍ଟିକୁ କଅଁଳିଆ ରହିବ ଯେ ପୁରା ପାଟିରେ ଦେଲେ ମିଳେଇଯିବ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ନମସ୍କାର ଆପଣ ସମସ୍ତଙ୍କୁ ଓଡ଼ିଆ ବୁଝିଲି କୁକିଂରୁ ବହୁତ ବହୁତ ସ୍ୱାଗତ। ସକାଳୁ ସବୁ କାମ ସାରି ଭାବିଥିଲି ଯେମିତି ହେଲେ ବି ଗୋଟେ ଭିଡ଼ିଓ ବନେଇବି, କାରଣ ବହୁତ ଦିନ ହେଲାଣି ମୁଁ ଭିଡ଼ିଓ ଆଣିପାରୁନି। ସେଥିପାଇଁ ବହୁତ ବ୍ୟସ୍ତରେ ସକାଳର କାମ, ଆପଣମାନେ ତ ହାଉସ୍ ୱାଇଫ୍ ହେଇଥିବେ ଯେ ଜାଣିଥିବେ ସକାଳୁ କେତେ ସାରା କାମ ଥାଏ ଘର ଭିତରେ। ତ ସେଥିଲାଗି ମୁଁ ଆଜିରେ ଟିକେ ସମୟ ବାହାର କରି ଭିଡ଼ିଓ ବନେଇଛି। ତ ଏଇଠି ଗୋଟେ ବାଉଲରେ ନେଇଥିଲି, ଗୋଟେ କପ୍ ମାଣ୍ଡିଆ ନେଇଥିଲି। ୟାକୁ ଭଲକରି ଧୋଇକି 4ରୁ 5 ଘଣ୍ଟା ପାଇଁ ବତୁରେଇ ଦେଇଥିଲି। ରାତିରୁ ଏଇଟା ଭିଜେଇ ଦେଇଥିଲି। ତ ଏଇଟା ଭଲସେ ଯେତେବେଳେ ଭିଜିଯିବା ପରେ ଦେଖନ୍ତୁ, ଏଇଠି ଦେଖନ୍ତୁ ମୁଁ ଗୋଟେ ମିକ୍ସି ଜାର୍ ନେଇଛି। ଏବେ ଏଥିରେ ଆମେ ଯେଉଁ ଧୋଇ ବତୁରେଇଥିବା ମାଣ୍ଡିଆକୁ ଆମେ ଆଡ଼୍ କରିବା। ଆପଣ ଚାହିଁଲେ ମାଣ୍ଡିଆ ଚୁନାରେ ମଧ୍ୟ ଏହାକୁ ବନେଇ ପାରିବେ, କମ୍ ସମୟରେ ବନିଯିବ। ଯେହେତୁ ମୋ ପାଖେ ଗୋଟା ମାଣ୍ଡିଆ ଥିଲା ସେଥିପାଇଁ ଏଟାକୁ ବନେଇ ନେଇଛି। ଏବେ ଦେଖନ୍ତୁ ୟାକୁ ମିକ୍ସି ଜାର୍ରେ ଆଡ଼୍ କରିଦେଇଛି। ଆଉ ଫାଳେ ନଡ଼ିଆକୁ ଛୋଟ ଛୋଟ ଭାବରେ କାଟିକି ନେଇଥିଲି, ଆଡ଼୍ କରିଦେଲି। ଆଉ ଗୋଟେ କପ୍ ପାଣି ଦେଇଦେଲି। ଏବେ ଏହାକୁ ଆମେ ଚିକଣ କରିକି ଗ୍ରାଇଣ୍ଡ କରି ନେଇ ଆସିବା। ତ ଏଠି ଦେଖନ୍ତୁ ଗୋଟେ କଡ଼େଇରେ ଗୋଟେ ଷ୍ଟେନର୍ ରଖିଦେଇଛି, ତାପରେ ଗୋଟେ ପତଲା କପଡ଼ାଟେ ଆଡ଼୍ କରିଦେଇଛି। ଆଉ ଆମେ ଗ୍ରାଇଣ୍ଡ କରିଥିବା ମାଣ୍ଡିଆ ଆଉ ନଡ଼ିଆକୁ ଆଡ଼୍ କରିବା। ଆଡ଼୍ କରିକି ଏହାକୁ ଆମେ ଚୁପୁଡ଼ି ନେବା। ମାଣ୍ଡିଆ ନଡ଼ିଆର ରସଟା ଏଇ କପଡ଼ାରେ ଭଲସେ ବାହାରୁ ନଥିଲା, ଯେହେତୁ କପଡ଼ା ଟିକେ ମୋଟା ଥିଲା। ତ ସେଥିଲାଗି ଡାଇରେକ୍ଟ ମୁଁ ଷ୍ଟେନର୍ରେ ଆଡ଼୍ କରିକି ୟାକୁ ଏମିତି ଚିପି ଚିପି ରସ ବାହାର କରିନଥିଲି। ଏଇଭଳିଆ ୟାକୁ ସେ ଖଦଡ଼ାକୁ ଆଉ ଗୋଟେ ଥର ସେମିତି ପକେଇକି ଆଉ ଗୋଟେ କପ୍ ପାଣି ଦେଇକି ଏମିତି ୟାକୁ 5 ଥର, ମାନେ 5 କପ୍ ଖଣ୍ଡେ ପାଣି ଦେଇକି 5 ଥର ଗ୍ରାଇଣ୍ଡ କରିକି ତା ଦେହରେ ରସତକୁ ସବୁ ଏମିତି ଆଡ଼୍ କରି ରଖି ନେଇଥିଲି। ଏବେ ଏଇ ରସକୁ ସାଇଡ଼୍ କରି ରଖି ନେଇଛି। ଆଉ ତା ଭିତରେ ଦେଖନ୍ତୁ ମୁଁ ଜଳଖିଆ ବି ବନେଇ ନଥିଲି, ସେଥିପାଇଁ ଉପମା ବନେଇ ନେଇଛି। ଉପମାଟା ଏଇଠି ଦେଖନ୍ତୁ ହେଇସାରିଲାଣି। ଏହାକୁ ମୁଁ ବୋଉଙ୍କୁ ଫାଷ୍ଟ ଦେଇ ଦେଇଛି। ତାପରେ ଚାଲନ୍ତୁ ଏହାକୁ ମୁଁ ଗ୍ୟାସ୍ ଅନ୍ କରିକି ସେ ଯେଉଁ ନଡ଼ିଆ ମାଣ୍ଡିଆ ରସକୁ ଆଡ଼୍ କରିଦେଇଛି, ବସେଇ ଦେଇଛି। ଆଉ ଏଥିରେ ମୁଁ ଅଧା କପ୍ଠୁ ଟିକେ ଅଧିକ ଗୁଡ଼ ଆଡ଼୍ କରିଦେଇଛି, ଆଉ ସ୍ୱାଦ ଅନୁସାରେ ଲୁଣ ଆଡ଼୍ କରିଦେଇଛି। ଏହାକୁ ମୁଁ ବିନା ଚିନିରେ ବନାଉଛି, ଆପଣ ଚାହିଁଲେ ଚିନି ମଧ୍ୟ ଆଡ଼୍ କରିପାରିବେ। ଏହାକୁ ଫାଷ୍ଟ ହାଇ ଫ୍ଲେମ୍ରେ ରଖିବା, ତାପରେ ଏହାକୁ ଲୋ ଫ୍ଲେମ୍ରେ ଏଇଭଳି କଣ୍ଟିନ୍ୟୁ କିନ୍ତୁ ଗୋଳେଇ ନେଉଥିବା, ନହେଲେ ଏଇଟା ମାନେ ମେଞ୍ଚା ମେଞ୍ଚା ହେଇ ତଳେ ଲାଗିଯିବ। ସେଥିପାଇଁ ଏହାକୁ କଣ୍ଟିନ୍ୟୁ ମିଶାଇ ନେଉଥିବା। ଏଇଠି ଦେଖନ୍ତୁ ମୁଁ ଏଇଠି ମାନେ କେକ୍ ମୋଲ୍ଡ ନେଇଛି। ଆପଣ ଚାହିଁଲେ ଏଇଭଳିଆ ଗୋଟେ ବଡ଼ ପାତ୍ର ବି ନେଇପାରିବେ, ଯେଉଁଥିରେ ଆମେ ସେଟ୍ କରିବା ଏଇ ଯେଉଁ ମିଠାଟା। ଆଉ ଏଥିରେ ଟିକେ ଘିଅ ଦେଇକି ଚାରିଆଡ଼େ ଭଲକି ସ୍ପ୍ରେଡ୍ କରି ସାଇଡ଼୍ କରି ରଖିଦେଇଛି। ଆଉ ଦେଖନ୍ତୁ ଏହାକୁ ଏମିତି କଣ୍ଟିନ୍ୟୁ ମିଶାଇ ସାରିବା ପରେ କିଛି ସମୟ ପରେ, ମାତ୍ର 10 ମିନିଟ୍ ଭିତରେ ଦେଖନ୍ତୁ ଏମିତି ବହଳିଆ ହେଇଗଲାଣି। ଯେତେବେଳେ ଦେଖିବେ ଏମିତି ବହଳିଆ ହେଇଯିବ, ଏଇଠି ମୁଁ ବାସ୍ନା ପାଇଁ ଗୁଜୁରାତି ଗୁଣ୍ଡ ଦେଇଦେଇଛି। ଆଉ ଗୋଟେ ଚାମଚ ଗୁଆ ଘିଅ ଆଡ଼୍ କରିଦେଇଛି। ଗୁଆ ଘିଅ ଯଦି ଅଛି ଆଡ଼୍ କରନ୍ତୁ, ନହେଲେ ନାହିଁ, କିନ୍ତୁ ଦେଲେ ବହୁତ ବଢ଼ିଆ ଫ୍ଲେଭର୍ ରହିବ ଆଉ ବହୁତ ବଢ଼ିଆ ଟେଷ୍ଟି ଲାଗିବ ଏଇ ମିଠାଟା। ତ ଏହାକୁ ଭଲସେ ଏଇଠି ଦେଖନ୍ତୁ ମିଶାଇ ନେଇଛି ଏମିତି କଣ୍ଟିନ୍ୟୁ। ଆଉ ଏଇଠି ଦେଖନ୍ତୁ ଏମିତି ଯେତେବେଳେ ସ୍ପାଚୁଲାରେ ପକାଉଥିବେ, ଏଇଟା ଏମିତି ରହି ରହି ପଡ଼ିବ, ଜାଣିବେ ଯେ ଏଇଟା ପରଫେକ୍ଟ ବନିଗଲାଣି। ଏବେ ଏଇଠି ମୁଁ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରି ନେଇଛି। ଆଉ ଏହାକୁ ଆମେ ସେଇ କେକ୍ ଟିନ୍ ଯେଉଁ ନେଇଛି ଏଥିରେ ଆମେ ଆଡ଼୍ କରିବା। ମାନେ ହୁଏତ ଏଇ ରେସିପିଟାକୁ ଆଗରୁ ବନେଇଥିବେ, କିନ୍ତୁ ମୁଁ ପ୍ରଥମ କରି ବନାଉଥିଲି ଆଉ ଏତେ ପରଫେକ୍ଟ ବନିଥିଲା। ଏତେ ବଢ଼ିଆ ମିଠା ମିଠା ସବୁ ପୁରା ପରଫେକ୍ଟଲି ବଢ଼ିଆ ଟେଷ୍ଟ ଥିଲା ଯେ ମୋତେ ଏତେ ମାନେ ବହୁତ ଖୁସି ଲାଗିଲା ଏଇ ରେସିପିଟା। ଏତେ ଟେଷ୍ଟି ଥିଲା ଯେ ସେଥିପାଇଁ ଆପଣମାନଙ୍କ ସହିତ ସେୟାର କଲି। ତ ଏଠି ଦେଖନ୍ତୁ ସାଙ୍ଗେ ସାଙ୍ଗେ ସେଇ କେକ୍ ଟିନ୍ରେ ଆଡ଼୍ କରିସାରିବା ପରେ ତାକୁ ଏମିତି ସ୍ପାଚୁଲାରେ ଏମିତି ସମାନ ସମାନ କରିନେବେ, କାରଣ ଏଇଟା ଟିକେ ଥଣ୍ଡା ହେଲା ମାନେ ସେମିତି ହିଁ ସେଟ୍ ହେଇଯିବ। ଆଉ କିଛିଟା ବଳିଯାଇଥିଲା, ଆକୁ ମଧ୍ୟ ଏ ଯେଉଁ ଏଇଠି ବାଉଲ୍ରେ ଆଡ଼୍ କରି ନେଇଛି। ଆପଣ ଚାହିଁଲେ ଏଇଭଳିଆ କିଛି ଗିନା ଫିନାରେ ମଧ୍ୟ ଆଡ଼୍ କରିପାରିବେ। ତ ଏଥିରେ ମୁଁ କିଛି ଘିଅ ଲଗେଇନଥିଲି, ସେମିତି ଆଡ଼୍ କରିଦେଇଥିଲି, ହେଲେ ବି ଏଇଟା ପୁରା ବଢ଼ିଆ ସେ ଉଠିଥିଲା। ଏବେ ଏହାକୁ ମଧ୍ୟ ଏମିତି ଟିକେ ଭଲସେ ମାନେ ସାଇଜ୍ କରି ନେଇଛି। ଏହାକୁ ଭଲକି ଥଣ୍ଡା କରିବାକୁ ଛାଡ଼ିଦେବା। ଭଲସେ ଥଣ୍ଡା ହେବା ପରେ ଆଉ 10 ମିନିଟ୍ ଖଣ୍ଡେ ଫ୍ରିଜ୍ରେ ରଖିଦେବେ। ତ ଏଇଠି ଦେଖନ୍ତୁ 10 ମିନିଟ୍ ଖଣ୍ଡେ ଫ୍ରିଜ୍ରେ ରଖିଦେଇଥିଲି, ଭଲସେ ଏଇଟା ସେଟ୍ ହେଇଯାଇଛି। ଏଇଠି ଦେଖନ୍ତୁ ପାଖକୁ ଆଣିକି ଦେଖାଉଛି, ମାନେ ଏଥିରେ ଘିଅ ଲାଗିଥିଲା ବୋଲି ଅଟୋମେଟିକ୍ ଚାରି ସାଇଡ଼୍ରୁ ଛାଡ଼ି ଯାଇଛି। ଆଉ ବଢ଼ିଆ ସାଇନିଂ କରୁଛି। ଆଉ ଆରଟିରେ ମୁଁ ଘିଅ ଲଗେଇ ନଥିଲି, ହେଲେ ବି ଏଇଟା ମାନେ ମନ ପୁରା ବାହାରି ଯାଉଥିଲା ଭଲସେ, କିଛି ବି ମାନେ ଅସୁବିଧା ନଥିଲା, ପରଫେକ୍ଟ ବଢ଼ିଆ ହେଇଥିଲା। ତ ଏବେ ମୁଁ ଯାଉଛି 2ଟା ପ୍ଲେଟ୍ ଆଣିବି ହେରି। ତ ଏଠି 2ଟା ପ୍ଲେଟ୍ ଆଣିଛି ହେରି, ଏଥିରେ ଆମେ ଏବେ ତାକୁ ଡିମୋଲ୍ଡ କରି ନେବା। ଦେଖନ୍ତୁ କେତେ ସହଜ ଭାବରେ ଗୋଟେ ତ ବାହାରିଗଲା। ଆରଟା ଚାଲନ୍ତୁ ସେମିତି ପ୍ଲେଟ୍କୁ କାଢ଼ି ନେବା। ଆରଟା ବି ମଧ୍ୟ ଦେଖନ୍ତୁ ସେମିତି ସାଇଡ଼୍ରେ ମୁଁ ଗୋଟେ ଘିଅ ଆଡ଼୍ କରିକି, ମାନେ ଘିଅ ଆଡ଼୍ କରିନଥିଲି, ହେଲେ ବି ଏଇଟା ଦେଖନ୍ତୁ କେତେ ଇଜିଲି ଏଇଟା ବାହାରିଗଲା। ତ ଏହାକୁ ଏବେ ସାଇଡ଼୍କୁ ରଖି ନେବା। ଏଇଠି ଦେଖନ୍ତୁ ତା ଉପରେ ଟିକେ ସଜାଇବା ପାଇଁ ମୁଁ ଏଠି ଟିକେ ମଲ୍ଟି କଲର୍ ନେଇଛି, ସ୍ପ୍ରିଙ୍କଲିଂ ନେଇଛି।
तो यहाँ आड करने यहाँ सेमती ही बहुत बढ़िया सुंदर देखा जाउथिला आ ऊपर टिके नड़िया को करके आड कर देछि देखिए गोटे सुंदर लगिवो आ एटा सादा रखी नहीं आपण मैंने निहाती भाव ये गोटे मिठा बनातु ये न्यू ईयर स्पेशल बनातु कि जेकोसी दिन मानक बनातु बहुत सहज रत टेस्टी लगे जे आपण मैंने घरे थरे बनईकि देखु घर लोग सब कहे ये बनने को एत बढ़िया टेस्टी थी निहाती बनातु केमती लगे आज रेसिपीटा मतलब कमेंट निश्चय जानवे आशा करुँच बहुत भल लगे वीडियो लाइक करने आपन फ्रेंड और रिलेटिव को शेयर करने तेरे पुणी देखा आउ एक नया वीडियो से पर्यटन जाए रोचे धन्यवाद।